ପାହାନ୍ତାରୁ ଉଠି କର୍ମ ଜଞ୍ଜାଳରେ ପାହାନ୍ତାରୁ ଉଠି କର୍ମ ଜଞ୍ଜାଳରେ ସାରା ଦିନ ବିତିଗଲା ସାରା ଦିନ ବିତିଗଲା ଶୋଇଲା ବେଳକୁ ହିସାବ କରୁଛି ଶୋଇଲା ବେଳକୁ ହିସାବ କରୁଛି ଦିନଟି କିପରି ଗଲା ଦିନଟି କିପରି ଗଲା ମୋ କାମରେ କିଏ ଦୁଃଖକୁ ପାଇଛି ମୋ କାମରେ କିଏ ଦୁଃଖକୁ ପାଇଛି କଟୁ କଥା ମୁଁ କହିଛେ କଟୁ କଥା ମୁଁ କହିଛି ହସ ଟିକେ ଦେଇ କାମନ ଭାରକୁ ହାଲୁକା ଭରି ଦେଇଛି ହାଲୁକା ଭରି ଦେଇଛି ଶୋଇଲା ସେ ଜରେ ଦିନଟି ଯାକର ଶୋଇଲା ସେ ଜରେ ଦିନଟି ଯାକର ହିସାବ ନିଜେ କରୁଛି ହିସାବ ନିଜେ କରୁଛି ଭଲ କାମ ମୋର ଆପଣେଇ ନେବ ଭଲ କାମ ମୋର ଆପଣେଇ ନେବ ମନ୍ଦ ପାଇଁ କ୍ଷମା ମାଗୁଛି ମନ୍ଦ ପାଇଁ କ୍ଷମା ମାଗୁଛି ପାହାନ୍ତାରୁ ଉଠେ କର୍ମ ଜଞ୍ଜାଳରେ ପାହାନ୍ତାରୁ ଉଠେ କର୍ମ ଜଞ୍ଜାଳରେ ସାରା ଦିନ ବିତିଗଲା ସାରା ଦିନ ବିତିଗଲା ଶୋଇଲା ବେଳକୁ ହିସାବ କରୁଛି ଶୋଇଲା ବେଳକୁ ହିସାବ କରୁଛି ଦିନଟି କିପରି ଗଲା ଦିନଟି କିପରି ଗଲା ପାହାନ୍ତାରେ ଉଠି ଗୋଟିଏ ଏକତାରାରେ ଗୋଟିଏ ଗୀତ ଛୋଟିଆ ଗୀତ ଲେଖକ ପ୍ରମୋଦ ଶତପଥୀ ଭାଇନା ଲେଖିଛନ୍ତି ଲେଖାଟିକି ଆମ ପାଖକୁ ପଠାଇଲେ ଏବଂ ଆପଣମାନଙ୍କୁ ଆମେ ଶୁଣେଇଲୁ ଏକତାରାରେ ଯଦି କୌଣସି କଟୁ କଥା ଆମେ କାହାକୁ କହିଥାଉ ଜୀବନରେ ସମସ୍ତେ କ୍ଷମା କରିଦେବେ ଏ ଗୀତରେ ଯେଉଁ କଥା କୁହାଯାଇଛି ଏ ନିଜର କଥା ସମସ୍ତେ ଦେଖନ୍ତୁ ଲାଇକ୍ କରନ୍ତୁ କମେଣ୍ଟ କରନ୍ତୁ ଆଉ ମୋ ଚ୍ୟାନେଲକୁ ଆଗକୁ ବଢ଼ିବାରେ ସାହାଯ୍ୟ କରନ୍ତୁ ଆପଣମାନେ ବହୁତ ଭଲ ପାଇବା ଦେଇଛନ୍ତି ପିଟି ନିରଞ୍ଜନ ମିଶ୍ର ପ୍ରବଚନ ମୋ ଚ୍ୟାନେଲ ସମସ୍ତେ ସବସ୍କ୍ରାଇବ୍ କରନ୍ତୁ ଲାଇକ୍ କରନ୍ତୁ ଭିଡ଼ିଓକୁ କମେଣ୍ଟ ମଧ୍ୟ ଦିଅନ୍ତୁ ଗୁରୁଜନମାନଙ୍କୁ ପ୍ରଣାମ ଲଘୁଜନମାନଙ୍କୁ ଟିକେ ଆଶୀର୍ବାଦ ରଖି ଆଜି ଏ ଏକତାରା ଭଜନ ଟିକେ ଏଇଠି ରଖୁଛୁ ଜୟ ଜୟ ଶ୍ରୀରାମ